এইଟା ହେଉଛି ଆମ ପୁରୁଣା ଘରରେ ଆମର ସେଇଠି ହେଇଛି ମହୁ। ଏପଟେ ଅଛନ୍ତି ମୋ ମମି ଦେଖୁଥିବେ। ଜୟ ଜଗନ୍ନାଥ, ଶୁଭ ସକାଳ। ଆଉ କେମିତି ଅଛ? ଭଲ ଅଛ ତ? ସେମିତି ଭଲରେ ଥ। ତ ଆସିଥିଲୁ ଏ ବାପାର ମୋର ଏବେ ଧାନ ବିଲ ଦେଖିବାକୁ। ତ ଚାଲ ଦେଖାଯାଉ କ'ଣ ଆଜି କ'ଣ ହେଇଛି। ଇଏ ହେଉଛି ଆମର ଧାନ ବିଲ, କାହିଁକିନା ଏଇଟା ପରେ ରୁଆ ହେଇଛି ବାପା କହୁଥିଲେ। ତ ସେଥିପାଇଁ କିନା ଧାନ ଟିକେ ଭଲ ହେଇନି, ମାନେ ସବୁ ପରେ ରୁଆ ହେବାରୁ। ତ ବାପା ଦେଖୁଥିବେ ଆଗରେ ଯାଉଛନ୍ତି, କାହିଁକିନା ବାପା ହେଉଛନ୍ତି ଜାଣିଛନ୍ତି କି ଧାନ ପାଚିଲେ କଟା ହେବ ନ କଟା। ଆମେ ତ ସେଇଟା ଜାଣିନୁ ନା। ତ ସେଥିପାଇଁ କିନା ମୁଇଁ ତ ମଝିରେ ଲେବର ସବୁ ଯାହା ବି କରିବା କଥା ମୁଁ ହିଁ କରିବି। ବାସ୍ ସେଇଟା ବାବା ଦେଖିବି। ବାବାଙ୍କ ଦେହ ଖରାପ ହେବାରେ ବାବା ଧାନ ଫାନ ଆଉ କାଟିବେନି। ତ ବାପା ଖାଲି ଦେଖିବାକୁ ଆସୁଛନ୍ତି କି ଧାନ ପାଚିଛି କି ନାହିଁ। ତ ବାବା ଦେଖିକି କହିଲେ ପାଚିଛି କି ନାହିଁ, ତ ମୁଁ ତାକୁ ଷ୍ଟାର୍ଟ କରିବି କଟାକଟି କରିବା ପାଇଁ। କ'ଣ କହୁଛ, କଟା ହେବ? ଏରା କାଟିଛି କି ଏମିତି? ଦେଖ, ତ ଆମର ମାଣବସା ପାଇଁ ଏଗୁଡ଼ା ଦେଖୁଥିବେ ଅଗ କଟା ହେଇଯାଇଛି, ଅଧେ କଟା ହେଇଛି। ସେ ବଡ଼ ବାପା କାଟି ନିଅନ୍ତି। ତ ଆମର ଏମିତି ସବୁ ଏଇ ସବୁ ରାସ୍ତା କରୁ ଏମିତି ଲାଗିଛି ପୁରା ଏମିତି ଜମିଟା। এটা ଲମ୍ବା ପଟରେ, ସେପଟ ବନ୍ଧରୁ ଏପଟ ବନ୍ଧ। ହଁ, ତ ଏତିକି କଟା ହେଇଛି। ସେ ବଡ଼ ବାପା ଆମର ନେଇଛନ୍ତି କାଟିକିନା। ବାବା ଆମର ଚାଲୁଛନ୍ତି କିଆରିରେ, ଦେଖୁଥିବେ। ଏଇଟା ଆମର ଛୋଟ କିଆରି କୋଉଟା ଆମର ବାବା? ଏଗୁଡ଼ା ଦେଇ ଦେଖୁଥିବେ ଏ କିଆରିଟା ଏଇଟା ପଛରେ ହେଇଛି ନା? ଏଇଟା ପଛରେ ହେଇଛି ନା ଆଗରେ ହେଇଥିଲା? ଏଇଟା ଜାଣିନା? ହଁ, ତ ଆଗ ରୁଆ ହେଇଥିଲା। ତ ଏଇଟା ଆଗ ରୁଆ ହେଇଥିଲା ହେଲେ ସେଇଟା ପଛରେ ରୁଆ ହେଇଥିଲା, ଭଲ ଧାନ ହେଇନି, ଶୁଖିଗଲା ଆଉ। ତ ଦେଖୁଥିବେ ଏଇଟା ସବୁ ଧାନ ଚାଷ ସବୁ ହେଇଛି। ଇଏ ବାବା ଇଏ ଆଉ 8 ଦିନ ରହିବ ନା ରହିବନି କଟା ହେବା ପାଇଁ? ଆରି ଭିତରେ କଟା ହେବ ତାହେଲେ କହୁଛ ଫାଇନାଲ? ତ ଏଇ 8-10 ଦିନ ଭିତରେ କଟା ହେବ। ଆମର ଦେଖ, ଆମର ସେଠି ଗୋଟେ ଜମି ରହିଲା, ଏଇଟା ସବୁ ରାସ୍ତା କର ଜମି ଆମର। ତ ଇଏ ସବୁ ତ ଏତିକି ଆମର ଜମି। ଏଠି ଗୋଟେ ଜମି ରହିଲା, ତ ସେଠି ବି ଗୋଟେ, ସେପଟକୁ ଗୋଟେ ରହିବ। ଏଇ କିଆରି ଡେଇଁଲେ ସେପଟକୁ ଗୋଟେ ଆମ ଜମି ରହିବ। ଏସବୁ ରାସ୍ତା କର ଜମି। ତ ସେପଟେ ଆଉ ଟିକେ ଜମି ଅଛି, ସେପଟେ ରାସ୍ତା, ସେପଟେ ଇଏ ଗୋଟେ ରାସ୍ତା, ସେପଟେ ବି ଗୋଟେ ଆଉ ଗୋଟେ ଜମି ଅଛି। ତ ଚାଲ ଦେଖୁଥିବେ, ଆମେ ଏବେ ଧାନ ଦେଖିବାକୁ ଆସିଥିଲୁ। ଧାନ ଆଉ ଅଳ୍ପ କିଛି ରହିଛି, ପାଚିନି। ତ କହୁଛନ୍ତି କି ଏବେଠୁ କାଟିକି ପକେଇଦେଲେ ସେ ଶୁଖିଯିବ। କାହିଁକିନା ଯଦି ଗଛ ପଡ଼ିଯାଏ ପୁଣି ଆହୁରି ମାନେ ପବନ ଫବନ ହେଇକିନା ଏପଟ ସେପଟ ଯଦି ପୁଣି ପଡ଼ିଯାଏ ପୁଣି ଅସୁବିଧା ହେବ। ଏବେ ଆମର ଦିଆହେବ ମାନେ ଯେଉଁ ବାଉଁଶରେ ଏମିତି ଚପା ହେବ, ଯେମିତି ଚପା ହେଇଛି। ତ ବାଉଁଶ ସେମିତି ଠିଆ ଏବେ ଅଛି, ଗୋଟାଏ ସାଇଡ଼ ଚାପିଦେଲେ କାଟିବାକୁ ସୁବିଧା ହେବ। ତ ସେଥିପାଇଁ କିନା ଆସୁଛୁ ଦେଖିବା ପାଇଁ ଆଉ। ତ ବାପା କହିବା କଥା ଏବେ ତାକୁ ବାଉଁଶ ଦେଇଦେବା କଟାକଟି। ଏଥର ଧାନରେ ଖାଲି, ଏବେ ଏଥର ଖାଲି ଧାନ ବ୍ଲକ୍ ଆସିବ, କାହିଁକିନା କିଆରିରେ ଆମର କଟାକଟି ଚାଲିଲେ ତ ଧାନରେ ହିଁ ଆମର ବ୍ଲକ୍ ଆସିବ। ତ ଚାଲ ସେପଟକୁ ଗଲେ ଦେଖେଇବି ଆପଣଙ୍କୁ ସେପଟ ଜମିରେ ଆଉ। ତ ଏଗୁଡ଼ା ସବୁ ପାଣି, ଏଇଆକୁ ପାର ହେଇକିରି ଆମକୁ ଯିବାକୁ ପଡ଼ିବ ସେଠି କିଆରି ଦେଖିବାକୁ। କାହିଁକିନା ଗୋଟେ କିଆରି ପାଚିଛି, ଆଉ 2-3ଟା କିଆରି ପାଚିନି। ତ ଏଠି ମୁଁ ଚପଲ ରଖିଲି, 100 ଟଙ୍କା ଚପଲ ଭାଇ, କିଏ ନେଇଯିବ ଯଦି ଗଲା। ତ ଦେଖୁଥିବେ ମୁଁ ସେଠି ଷଣ୍ଢ ଠିଆ ହେଇଛି ରାସ୍ତା ଉପରେ। ଆମ ଜମିରୁ ବାପା ଆସୁଛନ୍ତି ଏବେ, ଦେଖୁଥିବେ। ତ ସେ ତ ଏବେ ଆସି ଆମେ ପହଞ୍ଚିଗଲୁ। ଇଏ ହେଉଛି ଆମ କିଆରି। ଟୋଟାଲି ଆମର ଏଇଟା, ସେଇଟା, ସେପଟେ, ମାନେ ଏଇ ପାଚିଲା କିଆରି ଅନୁସାରେ ହିସାବ କରିଦିଅ। ତ ସେଡ଼ିକି ଆମର ସବୁ କିଆରି। ତ 4 ଖଣ୍ଡ ଏଇଠି ଗହିର ଭିତରେ ଆମର ଅଛି। ଆମର ବାପା ତ ସବୁଥିରେ ଆମର ଫାଷ୍ଟ। ତ ଆଗ ରୁଇ ଦେଇଥିଲେ ଏଗୁଡ଼ା ସବୁ, ଆମର ଆଗ ପାଚି ଯାଇଛି ଆଉ। ତ ଚାଲ ଦେଖାଯାଉ ଆଜି କ'ଣ ହେଉଛି ଆଉ। ପାଟି କରି ଆରେ ମଣିଷ ଜୀବନ ଯେତେବେଳେ ମରିବାର ଥିବ ଭାଇ ଉପରେ ଲେଖା ହେଇଛି, ବୁଝିପାରିଲ? ଆମେ ଯେତେବେଳେ ମରିବାର ଥିବ ଆମେ ମରିବା। ହେଲେ ସେମିତି ଆମେ ଦେଖିଲେ ଆଉ କ'ଣ କରିବା? ଆମେ ଆମ କର୍ମ କରିଛେ। ଧାନ ବଢ଼ିଆ ହେଇଛି, ବଢ଼ିଆ ହେଇଛି ନା? ଆଉ ଛାଡ଼ୁ କାହିଁକି, ସେ ତ କଞ୍ଚା ଅଛି ନା। ସେଗୁଡ଼ା ସବୁ ତ କଞ୍ଚା ଅଛି। ଆମେ ଏଇଆକୁ ଦେଖିବାକୁ ଆସିଥିଲେ, ତ
ଏଇ ତ ପାଚିଲାଣି ଆଉ ଛାଡ଼ୁ କାହିଁ ଯିବା ସେ ତ ସବୁ କଞ୍ଚା ଦେଖାଉଛି ଇଏ ଯେମିତି ଦେଖାଯାଉଛି ରାସ୍ତା ଉପରେ ଯେମିତି ପାଚିଛି ବୋଲି ଦେଖାଯାଉଛି ପୁରା ଏଇ କିଆରିଟା ତ ସେ କିଆରି ଦେଖ କଞ୍ଚା ଦେଖାଯାଉଛି ତ ଯାଉଛୁ କାହିଁକି ପୁଣି ତମ ଦେହ ଖରାପ ଟିକେ ଯାଉଛୁ ପୁଣି କୁଆଡ଼େ ମାନେ ତ ମୁଁ ଏଠି ଠିଆ ହେଇଛି ବାପା ତା ଭିତରୁ ଯାଇଛନ୍ତି ଦେଖୁଥିବେ ବାପା ସେଠି କାହିଁକି ନା ହିର ଫିଟିନି ସେପଟେ ତ ମୁଁ ଯିବି ମାନେ ପୁରା ଧାନ ଫାନ ଚକଡ଼ି ଦେବି ତ ଗୋଟେ କେନ୍ଦା ନଷ୍ଟ ହେଲେ ମାନେ କହିବାକୁ ଗଲେ ବର୍ଷକର ଆହାର ଏଇ ଧାନ କିଆରି ଆମର ଆଉ କିଛି ଇନକମ୍ କିମ୍ବା ମାନେ ଇନକମ୍ କ'ଣ ଇନକମ୍ ଆମେ କରୁଛୁ ହେଲେ ଧାନଟା ଯେମିତି ଏବେ କିଣିକିରି ଚାଉଳ କିଲୋ ଏବେ 30 ଟଙ୍କା ତ ଏଇ ଧାନ ପାଇଁ ଆମେ କେତେ ମେହନତ କରୁଛୁ ଗୋଟେ କେନ୍ଦା ନଷ୍ଟ ହେଲେ ତ ଚାଷୀକି ତ ନିଶ୍ଚିନ୍ତ କଷ୍ଟ ଲାଗିବ ନା ମୁଁ କଷ୍ଟ କଲେ ମୋତେ ମୋ ଜିନିଷଟା ଯଦି ମୁଁ ଆଜି ଧର ମୁଁ କଷ୍ଟ କରୁଛି ତ ମୋ ଜିନିଷଟା ଯଦି ନଷ୍ଟ ହେବ ମୋର ବୋଲି ମୁଁ କହୁଛେ ଆମେ ଯଦି ମୋର ନଷ୍ଟ ହେବ ତ କଷ୍ଟ ଲାଗିବ ନା ତ ଆମେ ଚାଷ ବିଷୟରେ କିଛି ଜାଣିନୁ ଆମେ କଷ୍ଟଟା କରିନୁ ଆମେ କେନ୍ଦା ନଷ୍ଟ କରିଦେଲେ କିଛି ଫରକ ପଡ଼ିବନି ତ ସିଏ କଷ୍ଟ କରୁଛନ୍ତି ସେଇଟା ସିଏ ଜାଣିଛନ୍ତି ତାଙ୍କୁ କେତେ କଷ୍ଟ କରୁଛନ୍ତି ତ ଚାଲ ବାପା ସେଥିପାଇଁକିନା ଯାଇକିନା କିଆରି ବୁଲିବାଲି ଆସିଲେ ତ ମୁଁ ଏଠି ଠିଆ ହେଇଦେଲି ସେଥିପାଇଁକିନା ଏବେ ବାପା ଆସିଲେ ଆମେ ଏବେ ଗମନ କରିବା ଚାଲ କେଉଁ ଜିନିଷ ଜାଣିପାରୁଥିବେ ଗୋଟେ ତ ଛୋଟବେଳେ ହେଇଥିଲା ଏଗୁলো ଆମେ ଫୁଟାଉ ସାଉଣ୍ଡ ହୁଏ ଏମିତି ତ ଟାଣିବୁ ଏମିତି ଫୁଟେ ମୋର ମନେ ଅଛି ଛୋଟବେଳେ ଆରେ ଭାଇ ହାତ କଟିଗଲା ତ ଗାଈ ଚେରା ଯେଉଁଟା ଫୁଟଉଥିଲି ହାତ କଟିଗଲା ଜାଣିପାରିଲିନି ତ ଫୁଟେଇ ଦେଲି ତ ଆଙ୍ଗୁଠଟା ଦେଖୁଥିବ କଟିଯାଇଛି କ'ଣ କରିବା ଏବେ ଆସିଥିଲୁ ଆମେ ମହୁ ମାରିବାକୁ ତ ସେପଟେ ଯେଉଁ ନୂଆ ପୁରୁଣା ଘର ଥିଲା ତ ପୁରୁଣା ଘରେ ମହୁ ହେଇଛି ତ ଚାଲ ଦେଖିବ ମହୁଟା କେମିତି ହେଇଛି ତା ଭିତରେ ମରା ହବ ମୋ ଗେଟଅପ୍ ଦେଖୁଥିବ ପୁରା ମାଓବାଦୀ ତ ଚାଲ ଦେଖିବା କେମିତି ହେଇଛି ମହୁ ମାରିବାକୁ ଯିବୁ କବେ ଗେଲି ମୋତେ ଚିହ୍ନି ପାରୁନି ମୋ ମୁହଁରେ ମୁଖା ଫୁଖା ଭିଡ଼ିଛି ବୋଲି ଗେଲି କହୁଛି କିଏ ମଣିଷ ମାଓବାଦୀ ଗେଲି ମାରିବାକୁ ଯିବୁ ହାଁ କ'ଣ କହିଲୁ ଗେଲି ଦେଖୁଥିବେ ଆମର ମହୁ ମରା ହଉଛି ଧୂଆଁ ଦିଆ ହେଇକିରି ଚାଲ କେତେ ଧଳା ସଫା ହେଇଯାଇଛି ଅଛି ତ ନା ନାହିଁ ବା ଦେଖ ଏ ମହୁ ମରା ହେଇଛି କେମିତି ମହୁ ହେଇଛି ଦେଖୁଥିବେ ସବୁ ମରା ହେଇଛି ହାତ ଫାତ କେମିତି ମହୁ ହେଇଛି ଗ୍ଲୋଭ୍ସ କାମ ଦେଇଛି ସବୁ ମହୁ ସେପଟେ ଦେଖେଇଦେ ସେପଟେ ମହୁ ସେପଟେ ହଉଛି ଏଇଟା ହଉଛି ଦେଶୀ ମହୁ ଏଇଟା ଖାଇବ ପୁରା ଦେହ ପାଇଁ ପୁରା ବଢିଆ ଏଇଟା ଚୁପ ଖାଣ୍ଟି